ନମସ୍କାର। ଚାଲନ୍ତୁ ଆମେ 30 ତାରିଖ ପାଇଁ ଆପଣମାନଙ୍କର ଶିଶୁ ବାଟିକା କାର୍ଯ୍ୟକ୍ରମ ଦେଖିବା। ଶିଶୁ ବାଟିକା ଦେଖନ୍ତୁ, ଆପଣଙ୍କର ବହୁ ଶ୍ରେଣୀ ପାଠ୍ୟକ୍ରମରେ ଶିଶୁ ବାଟିକା ପିରିୟଡ଼ ହେଉଛି 27। ଶିଶୁ ବାଟିକା କାର୍ଯ୍ୟ ବୌଦ୍ଧିକ ବିକାଶ ଦେଖନ୍ତୁ, ଆପଣଙ୍କର ପୁନରାଲୋଚନା କରାଯିବ। ସେହିଭଳି ଦକ୍ଷତା ହେଉଛି ଆପଣଙ୍କର ବସ୍ତୁର ବର୍ଗୀକରଣ ଓ ସମ୍ପର୍କିତ କରିବା। ଶିକ୍ଷଣ ଫଳାଫଳ ହେଉଛି ଆପଣମାନଙ୍କର ବସ୍ତୁ ମଧ୍ୟରେ ସମାନ ବସ୍ତୁ ଅଲଗା ଅଲଗା ବସ୍ତୁ ତୁଳନା କରିବା। ସେହିଭଳି ଆପଣ ଦେଖନ୍ତୁ ଶିକ୍ଷଣ କାର୍ଯ୍ୟ ଚକଲ ଘାଇ ଗୀତକୁ ଶିକ୍ଷକ ଭାବଭଙ୍ଗୀ ସହ ଆବୃତ୍ତି କରିବେ, ଶିକ୍ଷାର୍ଥୀ ମଧ୍ୟ ଅନୁସରଣ କରିବେ। ପ୍ରତି କୋଠରୀରେ ବଡ଼ ଚିତ୍ର ତଳେ ଠିକ୍ ଚିହ୍ନ ଦିଅ। ତ ଆମେ ପୁନରାଲୋଚନା କରୁଛେ କାର୍ଯ୍ୟ 18କୁ। ସେହିଭଳି ଦେଖନ୍ତୁ TLM ଆପଣଙ୍କର ରହୁଛି ଶିଶୁ ବାଟିକା ବହି ଏବଂ ପେନସିଲ୍। ସେଭଳି ବଡ଼ ଚିତ୍ର ଓ ଚିତ୍ର ଦେଖି କୁହ। ସେହିଭଳି ଆପଣଙ୍କର କମଳା ବଡ଼ କି ତରଭୁଜ ବଡ଼, ପିଲାଙ୍କୁ ପ୍ରଶ୍ନ ପଚାରିବା। ଆପଣଙ୍କର ମନ୍ତବ୍ୟ ହେଉଛି ବହୁ ଶ୍ରେଣୀ। ସେହିଭଳି ପ୍ରଥମ ଶ୍ରେଣୀ ପାଇଁ ଆପଣଙ୍କର ହେଉଛି ପିରିୟଡ଼ 33। ଆପଣଙ୍କର ବିଦ୍ୟା ପ୍ରବେଶ ହାଟ ବିକାଶାତ୍ମକ ଲକ୍ଷ୍ୟ 3। ଆପଣଙ୍କର ଦକ୍ଷତା ବଡ଼ରୁ ସାନ କ୍ରମ। ସେହିଭଳି ଶିକ୍ଷଣ ଫଳାଫଳ ସାନ ବଡ଼ ଚିହ୍ନଟୀକରଣ। ଶିକ୍ଷଣ କାର୍ଯ୍ୟ ଦେଖନ୍ତୁ, ଶିକ୍ଷକ ଚକଲ ଘାଇ ଶିଶୁ ବାଟିକା ସହ ବୁଲିବେ। ଶିକ୍ଷକ ବଡ଼ରୁ ସାନ କ୍ରମ କହିବେ ଓ ସାନରୁ ବଡ଼ କ୍ରମ ମଧ୍ୟ ଦେଖିବେ। ସେହିଭଳି ଆପଣ ଶିକ୍ଷଣ ସାମଗ୍ରୀ ଦେଖନ୍ତୁ, କାର୍ଯ୍ୟଫର୍ଦ୍ଦ ସେ ବିଦ୍ୟା ପ୍ରବେଶ ବହି। ତ ଦେଖନ୍ତୁ ଆପଣଙ୍କର ମୂଲ୍ୟାୟନ ପାଇଁ କେଉଁଟି ସାନରୁ ବଡ଼ ଚିତ୍ର ଦେଖି କହିବେ। ଗାର ପଡ଼ିଛି ଏବଂ ଛୋଟ ଛୋଟ ଗୋଲରୁ ବଡ଼ ଯାଏଁ ଅଛି। ସେହିଭଳି ଆପଣଙ୍କର ମନ୍ତବ୍ୟ ହେଉଛି ବହୁ ଶ୍ରେଣୀ ପରିଚାଳନା। ସେହିଭଳି ଦ୍ୱିତୀୟ ଶ୍ରେଣୀ ପାଇଁ ଆପଣମାନେ ଚାଲନ୍ତୁ ଦେଖନ୍ତୁ, ପ୍ରଥମ 40 ମିନିଟ୍ ଭାଷା ମୌଖିକ ଭାଷା ବିକାଶ ପାଇଁ ଗଳ୍ପ କଥନ। ଗଳ୍ପ କଥନରେ ମାର୍ଗଦର୍ଶୀ ପଠନ, ଶିକ୍ଷଣ ଫଳାଫଳ ଏବଂ ଶିକ୍ଷଣ କାର୍ଯ୍ୟ ହେଉଛି ଗଳ୍ପର ସାରାଂଶ ଶିକ୍ଷକ ନିଜ ଭାଷାରେ କହିବେ। ଗଳ୍ପର ପ୍ରାଚୀର ଉତ୍ତର, ଗଳ୍ପର ପ୍ରଶ୍ନର ଉତ୍ତର ମଧ୍ୟ ଶିକ୍ଷକ ପଚାରିବେ ଏବଂ ଶିକ୍ଷାର୍ଥୀ ଉତ୍ତର ଦେବେ। ଶିକ୍ଷଣ ସାମଗ୍ରୀ ହେଉଛି ଗଳ୍ପ କାର୍ଡ଼ ଏବଂ ମୂଲ୍ୟାୟନ ଦେଖନ୍ତୁ, ବୁଢ଼ା କ'ଣ କରୁଥିଲା, ଯାହାକି ଆପଣଙ୍କର ବହୁ ଶ୍ରେଣୀ ମନ୍ତବ୍ୟ। ସେହିଭଳି ନେକ୍ସଟ 40 ମିନିଟ୍ ଆପଣଙ୍କର ଦେଖନ୍ତୁ ପାଠ୍ୟପୁସ୍ତକ ହସଖୁସି ପାଇଁ ବସ୍ତୁନିଷ୍ଠ ଡିକୋଡ଼ିଂ ଅଭ୍ୟାସ, ବସ୍ତୁନିଷ୍ଠ ପ୍ରଶ୍ନର ଉତ୍ତର ଲିଖନ। ତ ଆପଣଙ୍କର ପଠିତ କବିତାରୁ କୁହ। ଶିକ୍ଷକ ପଚାରିବେ, ହାତୀ କିପରି ଆସୁଥିଲା? ଦୂଷିତ ଜଳ କେଉଁ ରୋଗର କାରଣ ହୁଏ? ତାପରେ ଣଣ୍ଡ ଶବ୍ଦର ଲେଖନ। ଦେଖନ୍ତୁ ଆପଣଙ୍କର ସାମଗ୍ରୀରେ ପାଠ୍ୟପୁସ୍ତକ ଣଣ୍ଡ ଶବ୍ଦର ଥିବା କିଭଳି ଶବ୍ଦ ଗଠନ କରିବେ, ଡିକୋଡ଼ିଂ କରିବେ। ଯେମିତି ଣଣ୍ଡ ଆକାର ଅଣ୍ଡା, ସେହିଭଳି ଗଣ୍ଡା ତେଣ୍ଡା, ଏହିଭଳି ଭାବରେ ଆପଣ ଯୋଡ଼ିକି ଶବ୍ଦ କରିବେ, ଯେଉଁଥିରେ ଆପଣଙ୍କର ମୂଲ୍ୟାୟନ ଦେଖନ୍ତୁ ପାଣି କେଉଁ କାରଣରୁ ଅସନା ହୁଏ ଶବ୍ଦ। ସେହିଭଳି କାର୍ଡ଼ ଦେଖିବେ ବହୁ ଶ୍ରେଣୀ ପରିଚାଳନା। ସେହିଭଳି ପାଠ 33 ହେଉଛି କାର୍ଯ୍ୟପୁସ୍ତିକା ଲିଖନ ମାର୍ଗଦର୍ଶୀ ପଠନ। ବିରାଡ଼ିର ମାଛ ଔଷଧ। ଶିକ୍ଷକ ପାଠ 33କୁ ଚିତ୍ର ଦେଖାଇ ବିରାଡ଼ିର ଗପ, ବିରାଡ଼ିକୁ ଜ୍ୱର ଗପ କହିବେ ଏବଂ ତା'ର ଔଷଧ ମାଛ ବୋଲି କହିବେ। ତ ଆପଣଙ୍କର ଏଥିରେ ଶିକ୍ଷଣ ସାମଗ୍ରୀ ହେଉଛି ପାଠ 33 ଫର୍ଦ୍ଦ। ସେହିଭଳି ବିରାଡ଼ିକୁ କ'ଣ ହୋଇଥିଲା? ମାଛ, ତାକୁ କିଏ ଆଣିଦେଲା? ଆପଣଙ୍କର ମନ୍ତବ୍ୟ ହେଉଛି ବହୁ ଶ୍ରେଣୀ। ସେହିଭଳି ଗଣିତ ପାଇଁ ଦେଖନ୍ତୁ ସକ୍ରିୟାତ୍ମକ କାର୍ଯ୍ୟ ଭାବଭଙ୍ଗୀ ସହ ଆବୃତ୍ତି। ଆପଣଙ୍କର M 204। ଶିକ୍ଷଣ ଫଳାଫଳ ଯୋଗଫଳ ନିର୍ଣ୍ଣୟ କରିବା, ଯେଉଁଥିରେ 1 1 2 ଆମେ ଭଉଣୀ ଭାଇ କହି ଆମେ ସକ୍ରିୟାତ୍ମକ କାର୍ଯ୍ୟ କରିବା। କବିତା ଫର୍ଦ୍ଦ ହେଉଛି ମିଶାଣ ଫର୍ଦ୍ଦ। ମିଶାଣ ହେଉଛି ଦେଖନ୍ତୁ 25 ଏବଂ 41, 2534 ଏବଂ 4158। ସେହିଭଳି 6029 ଏବଂ 7716 ମୂଲ୍ୟାୟନ କରିବା ଏବଂ ଯୋଗଫଳ କର ବୋଲି କହିବା। ସେହିଭଳି 30 ଗଣିତ ଯୋଗଫଳ ନିର୍ଣ୍ଣୟ କରିବା। ଗଣିତ ପାଠ୍ୟପୁସ୍ତକ ଯୋଗଫଳ ନିର୍ଣ୍ଣୟ ମିଶାଣ। ମିଶାଣରେ ଦେଖନ୍ତୁ ଆପଣ M204 2 ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା। ମିଶାଣ ଶିକ୍ଷକ ପାଠ୍ୟପୁସ୍ତକର ଗୋଟିଏ ମିଶାଣ ବତାଇ ଦେବେ। ଏକକୁ ଏକକ, ଦଶକୁ ଦଶକକୁ ମିଶାଇ ପାଖ ଘର ସ୍ଥାନାନ୍ତର କରିବେ। ଦେଖନ୍ତୁ ସେହିଭଳି ଗଣିତର ଯୋଗଫଳ ମିଶାଣ କରିବେ। ଆପଣଙ୍କର କାର୍ଯ୍ୟଫର୍ଦ୍ଦ 11/3, ଯାହାକି ଆପଣଙ୍କର ଶିକ୍ଷଣ କାର୍ଯ୍ୟ ହେଉଛି 204 2 ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ। ଗଣିତ କଳିକା ପ୍ରୟୋଗ ପାଇଁ ବର୍ଗାକାର କାଗଜରେ ଯୋଗଫଳ କରିବେ। ସେଥିରେ ବର୍ଗାକାର ଖାତା ଆଣି 1 ଘରେ 1 ଏବଂ 10 ଘରେ 10 ଲେଖି ପ୍ରକାଶ କରିବେ। ଏଥିରେ ଆପଣଙ୍କର ଶିକ୍ଷଣ ସାମଗ୍ରୀ ଦରକାର ହେଉଛି
କାର୍ଯ୍ୟପୁସ୍ତିକା ବର୍ଗୀକରଣ ଖାତା ଏବଂ ଦେଖନ୍ତୁ ବର୍ଗ ଖାତାରେ 36 ଓ 28ର ଯୋଗଫଳ ନିର୍ଣ୍ଣୟ କରିବେ। ଏହିଭଳି ଭାବରେ ଆପଣଙ୍କର ବହୁ ଶ୍ରେଣୀ ପରିଚାଳନା ମଧ୍ୟ କରିବେ। ତ ଆପଣମାନଙ୍କର ବହୁ ଶ୍ରେଣୀ ଶିଶୁ ବାଟିକା ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀ ପାଇଁ ଆପଣଙ୍କର ପାଠ୍ୟଟିକାଟି ଆପଣମାନେ ସବୁଦିନ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।